হবা উচিত নুহ হবা উচিত নুহ হবা উচিত নুহ পিউষ আসছে না শুনে পিউষ এই আসছে না শুনে ହେଇନି ହଉ ପିୟୁଷ ଯଦି ଆସେ ତାହେଲେ ମୁଁ ମିଠୁ ମିଥୁନ ଚଳଚ୍ଚିତ୍ର ଅଭିନେତା ଶନି ମହାସେନା ମୁଖ୍ୟ ମୁଁ ଯାତ୍ରା ଦେଖିବାକୁ ଯିବି କୋଉଠିକି ଖଣ୍ଡଗିରି କହିବି ରାମାୟଣ ମହାଭାରତ ରାମାୟଣ ମହାଭାରତ ମହାଭାରତରେ ଏଇ କଥାଟି ଆରମ୍ଭ ହେଇଛି ମହାଭାରତରୁ କୋଉଟା ଶାଢୀ ଟଣା ଦୁଶାସନ ଶାଢୀ ଟାଣିଲା ଆପଣଙ୍କୁ ରାମାୟଣ ଭଲ ନ ଲାଗିପାରେ କିନ୍ତୁ ମହାଭାରତରେ ଆପଣ ଦୁର୍ଯ୍ୟୋଧନ ଚରିତ୍ରଟି ଫଳ ହିସାବରେ ଭଲ ଲାଗିଥିଲା ଏବଂ ଯଦି ଟିକେ ଲୁଗା ଟଣାଟଣି କଥା ନ ରହିଲା ଏଇ ଯୋଉ ମିଡିଆରେ ସମୁଦାୟ ଭିଉ ହବ 83 ଜଣ ଦେଖିବେ ଆଉ ତାପରେ ନାହିଁ କିନ୍ତୁ ଏଠି ଖଣ୍ଡଗିରିରେ ବାବୁ ସିଂ ବଡ ଭାଇ ଆମର ଆଳତ ଠେଙ୍ଗା ଫେଙ୍ଗା ଦେଖେଇ ବନ୍ଦବାନ କରିଥିଲେ କିଏ ବାବୁ ସିଂ ସୁର ରାଉତ ବି ଏଥରକ କହୁଛନ୍ତି ନାହିଁ ସେଗୁଡାକ ହେଇପାରିବ ନାହିଁ କିନ୍ତୁ ମୁଁ ଏତିକି କହିବି ଏ ସମାଜରେ ଯୋଉଠି ଉଲଗ୍ନ କଥା ଯଦି 10% ନାହିଁ ସେଠି ଲୋକ ହେବେ ନାହିଁ ଆଉ ଯୋଉମାନେ ଆଗରେ ବଇଛନ୍ତି ମା ଭଉଣୀ କି ଆଗରେ ଏମାନେ ବସଉନାହାନ୍ତି ଲୋକମାନେ ଆଗରେ ନିଜେ ବସି ଯାଉଛନ୍ତି ଯଦି କିଛି ଅଶ୍ଳୀଳ ନୃତ୍ୟ ହେଲା ସିଏ ଟଙ୍କା ଫଙ୍କା ଫୋପାଡ଼ି ଗାମୁଛା ଫାମୁଛା ଫୋପାଡ଼ି ମଜା ନେଉଛନ୍ତି କିନ୍ତୁ ପଛରେ ତାଙ୍କର ମା ଭଉଣୀ ନିଜ ପରିବାର ବଇଛନ୍ତି ଯାତ୍ରା ଦେଖିବା ପାଇଁ ଖଣ୍ଡଗିରି ଗୋଟେ ଏମିତିଆ ଜାଗା ଯୋଉଠିକି ଆମର ପୂର୍ବପୁରୁଷ ସେଇଟା ଯୁଗ ଯୁଗରୁ ସେ ଖଣ୍ଡଗିରି ଗୁମ୍ଫା ଭିତରେ ଆଜି ବି ମୁନି ଋଷି ବେଶରେ ସମସ୍ତେ ସେଠି ଅଛନ୍ତି କଣ କଣ କରୁଛନ୍ତି ତପସ୍ୟା କରୁଛନ୍ତି ଖଣ୍ଡଗିରିଟା ଏ ସହସ୍ତା କଥା ନୁହଁ ଭାଷଣ ସେଇ ମିଡିଆରେ ଦେଇଛନ୍ତି ଜବରଦସ୍ତି ପୂଜା ପଡିବନି ଆରଥରଠୁ ବାବୁ ସିଂ ଠେଙ୍ଗା ଯୋଗେ ଆରଥରକ ଅଶ୍ଳୀଳ ନୃତ୍ୟ ହେଇନି ଆଜ୍ଞା 25ରେ ଇଏ ହେଲା 26 ଏଠି ବି ଘଟଣା ଘଟିବନି ହବା ଉଚିତ ବି ନୁହଁ ମୁଁ ଜାଣିନି ସେଟା କଣ ହେଇଛି ମୁଁ ଜାଣିନି ଭାଇ କଣ ହେଇଛି ନାଇଁ ଆମେ 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 ଜବରଦସ୍ତି ଟଣା ଉଟଣା ଦୁଶାସନ ହିଁ କରୁଛେ ବୋଲି ଉଲଗ୍ନ ହେଇଥିଲେ ଆମର ଦ୍ରୌପଦୀ ଉଲଗ୍ନ ହେଲା ବେଳକୁ ଶ୍ରୀକୃଷ୍ଣ କଣ କରିଥିଲେ ତାଙ୍କୁ ବସ୍ତ୍ରଦାନ କରିଥିଲେ ତେଣୁକରି ଆମେ ଦେଖୁଛୁ ବୋଲି ସେ ନାଚୁଛନ୍ତି ସେ ନାଚୁଛି ବୋଲି ଆମେ ଦେଖୁନୁ ଭୁଲ ଠିକ କହିବାଟା ମୁଁ ଉଚିତ ହବନି ତାପରେ ଲୋକ କମେଣ୍ଟରେ ଶୋଧିବେ ହଁ ନାଇଁ ଯୁଗ ଯୁଗ ଧରି ଯୋଉଠି ଯାହା ହେଇଛି ରାମାୟଣ ଛାଡ଼ିଲେ ଆଉ ସବୁ କଥାରେ ଏଇ ନଗ୍ନତା ଅଛି ଆଜି ଆପଣ ଓଡିଶା ସାରା ସବୁ ମନ୍ଦିରକୁ ଯାଆନ୍ତୁ ସବୁ ମନ୍ଦିର କାନ୍ଥରେ ମୂର୍ତ୍ତି ଅଛି ନଗ୍ନତା ଆପଣ ନଜରିଆ କେମିତିରେ ଦେଖୁଛନ୍ତି ଆପଣ ନଜରିଆ ଆପଣ ଗଲେ ଯେତେବେଳେ ଧର ନାଚ ହଉଛି ଉଲଗ୍ନ ନାଚ ତା ଦେହରେ ବହୁତ ଲୋକ ଦେଖୁଛନ୍ତି ବହୁତ ଲୋକ ବି ଆଭଏଡ କରି ମୁହଁ ତଳକୁ କରିଦଉଛନ୍ତି କିନ୍ତୁ ଏ ଯୋଉ ବହୁତ ଲୋକ ଅଛନ୍ତି ଯୋଉମାନଙ୍କର ସେଇ କଥା ଦୋଷ ଆପଣ ଦେଖନ୍ତୁ ପର୍ନ ଭିଡିଓ ଦେଖିକି ଆରେଷ୍ଟ ହେଲେଣି ପିଲା ଖୋଲି ଯାଉଛି ମିଛରେ କହୁଛନ୍ତି ସବୁ ଜାଣିଛନ୍ତି ସବୁ ବାପା ତମକୁ ବାହାଘର କଲେ ଚଉଠି ରାତି ହବ ତୋ ବାପା ଗାଁ ବାଲାକୁ ଖାଇବାକୁ ଦେଲା ଚଉଠି ରାତି ହବ ଜାଣିଛି ମା ଯଦି ଛୁଆ ବେଳେ ବିଅର ପିଇ ଦେଇଥାନ୍ତା କ୍ଷୀର ବଦଳରେ ତମେ ସେଇଦିନ ମରି ଯାଇଥାନ୍ତ କୋଉ ଦିନ ମରିଥାନ୍ତ ଜନ୍ମଦିନ ତେଣୁକରି ମା ଯେତେବେଳେ ତମେ ବଡ ହେଲ ସାଙ୍ଗସାଥି ସାଙ୍ଗରେ ମିଶିଲ ପାଠ ପଢିଲ ତାପରେ ତମେ ବିଅର ପିଇଲ ଗଲା କେଉଁ କେଉଁ ତେଣୁକରି ଏତିକି କହିବି ମୋହନ ମାଝି ଗଲେ ତେଣୁକରି ଏତିକି କହିବି ଗ୍ୟାରେଣ୍ଟେଡ ଦେଇ ଯେ ଉଲଗ୍ନକୁ ସମ୍ପୂର୍ଣ୍ଣ ବନ୍ଦ କେହି କରିପାରିବେ ନାହିଁ ତେଣୁକରି ଆପଣ ଯେତେବେଳେ ସେମାନେ କହୁଛନ୍ତି ଆମେ କରିବୁ କରିବା ନାହିଁ ଲୋକ ବି ଅଛନ୍ତି ଯୋଉଠି ଗୋଟେ ଅଛି ହେଡ୍ ସେଠି ଗୋଟେ ଟେଲ ଅଛି ଗୋଟେ ଦିନ ଯେତେବେଳେ ଅଛି ରାତି ଅଛି ତେଣୁକରି ମୁଁ ଗ୍ୟାରେଣ୍ଟେଡ ମୋ ମତ ଶନି ମହାସେନା ମୁଖ୍ୟ ଭାଇ ଓଡିଶା ମତ ଯେ ହବା ଉଚିତ ନୁହଁ ନାଇଁ ସେଇଟା ଉପରେ ମୁଁ କହିପାରୁନି କଣ ହେଇଛି କଥା ସେଇ 3-4 ଜଣଙ୍କ ପରା ସେଇ 3-4 ଜଣ ଯୋଗେ ଓଡିଶା ଲୋକ ହାଉ ହାଉ ହଉଛନ୍ତି ଏବେ ତାଙ୍କଠୁ ଭଲ ଅଭିନୟ କରୁଥିବା ଲୋକ ଅଛନ୍ତି ଥ୍ୟାଙ୍କ ୟୁ ଏତିକି କହିବି ଆପଣ ମାନେ ସବୁ ଶନି ମହାସେନା ଫୁଲନଖରା ଛକକୁ ଆସନ୍ତୁ ଏବଂ ଆମଠୁ ସହାୟତା ପାଆନ୍ତୁ ଧନ୍ୟବାଦ।